দাবি আমার দাবি ন্যায্য আমার দাবি বন্ধ করিবা আমার দাবি কোটি টাকা আমার এତିକି ଆମର ଜୀବନ ଏଇଟା ମତାଟା ଦିଆଯିବ ତାର ସମାଧାନ ହେଇଯିବ। ଆପଣ ଆମର ସେ ପ୍ରଶ୍ନର ଅଛି ଆପଣ ଜାଣିଛନ୍ତି ଖାଲି ହେଲା ପରେ କଲେ ଫାଇଦା କିଛି ରାଣୀଗଡ଼ରେ ତେଲେଙ୍ଗିରି ଡ୍ୟାମ୍ ଆଉ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା ଜଣେ କି ଦୁଇଜଣ ନୁହଁ। ଆପଣ ଦେଖିପାରୁଥିବେ ମୋ ପଛର ଛବି ଏକାଧିକ ଚାଷୀ ଆଜି ନିଜର ପେଟ ପାଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ଗତ ସପ୍ତାହେ ହେଲାଣି ତେଲେଙ୍ଗିରି ଡ୍ୟାମ୍ରୁ ଅନବରତ ପାଣି ଲିକ୍ ହୋଇ ନଦୀରେ ଭାସି ଯାଉଛି। ଯେଉଁ ପାଣି ପାଇଁ ଅପେକ୍ଷା କରିଥିବ ଚାଷୀ ନିଜ ଜମିରେ ରବି ଚାଷ କରିବ ସେଥିପାଇଁ ପ୍ରସ୍ତୁତି ଚଳାଉଥିଲା ବେଳେ ଏବେ ପାଣିର ସଙ୍କଟ ସେମାନଙ୍କୁ ଘାରିଛି। ନା ପ୍ରଶାସନ ଅଧିକାରୀଙ୍କ ଦ୍ୱାରା କିଛି ଆଶ୍ୱାସନା ମିଳିପାରୁଛି ନା ଡ୍ୟାମ୍ର କର୍ତ୍ତୃପକ୍ଷ କିଛି କର୍ଣ୍ଣପାତ କରୁଛନ୍ତି। ତେବେ ଆଗାମୀ ରବି ଚାଷ ଚାଷୀ କରିବ କି ନାହିଁ ତାକୁ ନେଇକି ଚିନ୍ତାରେ, କିନ୍ତୁ ବିଭାଗୀୟ ଅଧିକାରୀଙ୍କର କୌଣସି ଆଶ୍ୱାସନା ନ ମିଳିବାରୁ ଆଜି ବାରିଣୀପୁଟ ସ୍ଥିତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଏକାଧିକ ଚାଷୀ। ସେମାନଙ୍କ ସହିତ ଆମେ କଥାବାର୍ତ୍ତା ହେବା ବର୍ତ୍ତମାନ ସମୟରେ କ'ଣ ସେମାନେ ଫଳ ପାଇଲେ ଯେତେବେଳେ ଧାରଣା ଦେଇଛନ୍ତି ଏବଂ ଆଲୋଚନା କରିଛନ୍ତି ଅଧିକାରୀଙ୍କ ସହିତ, କ'ଣ ଆପଣମାନଙ୍କୁ କିଛି ଉତ୍ତର ମିଳିଲା? ନା କିଛି ଉତ୍ତର ମିଳିଲାନି। ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷ ଆମକୁ ସବୁ ମିଛ କଥା କହୁଛନ୍ତି। ହାଇଦ୍ରାବାଦରୁ ଟିମ୍ ଆସିଛନ୍ତି ବୋଲି କହୁଛନ୍ତି, କିନ୍ତୁ ସେମାନେ ପ୍ରକୃତରେ ଆସିନାହାନ୍ତି, ଯଦ୍ୱାରା କି ସେ ପାଣି କଣ୍ଟ୍ରୋଲ ହେବାର କୌଣସି ଆଶା ହିଁ ଲାଗୁନାହିଁ ଆମକୁ। ଯଦ୍ୱାରା ଆମର 10,000 ହେକ୍ଟର ଜମିରେ ଯେଉଁ ଚାଷ ହେଉଛି 24,000 ଚାଷୀ ଯେଉଁ ଡିପେଣ୍ଡ କରି ଅଛନ୍ତି ସେମାନଙ୍କର ଦାନା ପାଣି ଉପରେ ଏଇଟା ଏଫେକ୍ଟ କରିବ ନିଶ୍ଚିତ ଭାବରେ। ନିଶ୍ଚିତ ରୂପରେ ଦାନା ପାଣି ଉପରେ ଏଫେକ୍ଟ କରିବ, କାରଣ ଯେତେବେଳେ ଡ୍ୟାମ୍ ତିଆରି ହୋଇଥିଲା ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାଦନ ରୋକିବା ଏବଂ ଚାଷୀମାନେ ନିଜ ଜମିରେ ଚାଷ କରିବେ, କାରଣ ପଡ଼ିଆ ପଡ଼ି ରହୁଛି ପାଣିର ଅସୁବିଧା। କେତେ ଅଞ୍ଚଳ ବିସ୍ଥାପିତ ହୋଇଥିଲେ ଏବଂ କେତେ ଲୋକ ଏ ପାଣି ଉପରେ ନିର୍ଭର କରୁଥିଲେ? ଦେଖନ୍ତୁ ଆମର 9 ଗୋଟି ପଞ୍ଚାୟତର ଜନସାଧାରଣ ବିସ୍ଥାପିତ ହୋଇଥିଲେ ଏବଂ ପାଖାପାଖି 11,000 ହେକ୍ଟର ଜମିରେ ପାଣି ମାଡ଼ିବାର ବ୍ୟବସ୍ଥା କରିବା ପାଇଁ ଏହାର ଏମ୍ଓ ସାଇନ୍ ହୋଇଥିଲା। ଦୀର୍ଘ ଦିନ ଧରି ଯାହା ହେଉ ସେ 2000 ମସିହାରୁ ଆରମ୍ଭ ହୋଇ 19 ମସିହାରେ କମ୍ପ୍ଲିଟ୍ ହେଲା, 2019 ମସିହାରେ କମ୍ପ୍ଲିଟ୍ ହେଲା। ବର୍ତ୍ତମାନ ଆମ ଅଞ୍ଚଳର ଚାଷୀ ପାଇଁ ଏଇଟା ଗୋଟେ ଡ୍ରିମ୍ ପ୍ରୋଜେକ୍ଟ ଥିଲା। ଏଇ ଡ୍ରିମ୍ ପ୍ରୋଜେକ୍ଟ ଯାହାକି ତେଲେଙ୍ଗିରି ପ୍ରୋଜେକ୍ଟରେ ବର୍ତ୍ତମାନ ଯେଉଁ ସୁଇଚ୍ ଗେଟ୍ରେ ପାଣି ଯାଉନାହିଁ, ବର୍ତ୍ତମାନ 24,000 ଚାଷୀର ସେଠି ରକ୍ତ ପ୍ରବାହିତ ହେଉଛି। ପ୍ରଶାସନିକ ଅଧିକାରୀମାନେ ସ୍ଥାଣୁ ହୋଇ ବସିଛନ୍ତି, ସେମାନେ କୌଣସି ଭ୍ରୁକ୍ଷେପ ନାହିଁ। ସେମାନେ ଯାଉଛନ୍ତି କେବଳ ଦେଖି ଦେଉଛନ୍ତି, ପଳେଇ ଆସୁଛନ୍ତି ଏବଂ ଆମେ ଯଦି ସେମାନଙ୍କୁ ବାଇ ଫୋନ୍ କଲେ ବି ଫୋନ୍ ତ ଉଠାଉନାହାନ୍ତି। କେତେଟା ଅଧିକାରୀ କିଛି ଅଧିକାରୀ ଫୋନ୍ ଉଠାଇଲେ ବି ସେମାନଙ୍କର ଆମେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦେଉଛୁ, ଏଇଟା ହେଉଛି ତାଙ୍କର ଲାଷ୍ଟ ସଲ୍ୟୁସନ୍। ତ ଆମର ଏବେ ଯେଉଁ 24,000 ଚାଷୀଙ୍କ ପରିବାର ଯେଉଁ ସେମାନଙ୍କର ପେଟ ପାଟଣାର ଚିନ୍ତା ଥିଲା, ସେ ପେଟ ପାଟଣା ପାଇଁ ଏହି ଯେଉଁ ଯୋଜନା ଆରମ୍ଭ ହୋଇଥିଲା, ଯାହାଫଳରେ ଆମର ଦାଦନ ସମସ୍ୟା ବି କମିଯାଇଥିଲା। କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ଏହା ଯଦି ସୁଇଚ୍ ଗେଟ୍ ଅଳ୍ପ ଦିନ ଭିତରେ ବନ୍ଦ ନ କରିବେ ତାହେଲେ ସମ୍ପୂର୍ଣ୍ଣ ଭାବରେ ପାଣି ନିଷ୍କାସିତ ହୋଇଯିବ। ନିଶ୍ଚିତ ରୂପେ ସମ୍ପୂର୍ଣ୍ଣ ରୂପେ ନିଷ୍କାସିତ ହୋଇଯିବ। ଯେଉଁ ତ୍ରୁଟିଟା ହେଇଛି ତାହା କାହା ଦ୍ୱାରା ହେଲା? ଡ୍ୟାମ୍ ଫାଟ ଦେଇଛି ନା ପ୍ରଶାସନ ଅଧିକାରୀଙ୍କ ଦ୍ୱାରା ହେଲା? ବର୍ତ୍ତମାନ ଏବେ ସ୍ଥିତି କ'ଣ? ସାର୍ ଏଇଟା ପ୍ରଶାସନିକ ଅଧିକାରୀଙ୍କର ଚରମ ଅବହେଳା। ଗତାନୁଗତିକ ଢାଞ୍ଚାରେ ଯେଉଁ ମୂଳରୁ କାମ ଆରମ୍ଭ ହୋଇଥିଲା, ଏଇଟା କ'ଣ ଗୋଟେ ସାଧାରଣ କଥା ଯେ ଗୋଟେ ଘରରେ ଫାଟ ଦେଲେ ତ ଆମେ ତାର ଉତ୍ତରଦାୟିତ୍ୱ ଦେବାକୁ ପଡ଼ୁଛି? ଏତେ ବଡ଼ ପ୍ରୋଜେକ୍ଟ ହେଲା, ଏତେ କୋଟି କୋଟି ଟଙ୍କା ପାଣି ବହାଇ ଦିଆଯାଇଛି ଖର୍ଚ୍ଚରେ, କିନ୍ତୁ ଏଇଭଳି ଯଦି ଫାଟରେ ତିଆରି ହୁଏ, ଆଠୁ ଆଉ ଚରମ ଅବହେଳା ବା ଏଇ ଯେଉଁ ପ୍ରକାର ସେମାନଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଆଜି ଯାଏଁ ନିଆଯାଇଛି? ଏତେ ଚାଷୀ ତା ଉପରେ ନିର୍ଭର କରୁଛନ୍ତି, ସମସ୍ତଙ୍କର ଜୀବନ ଜୀବିକା ଗୁଡ଼ାଏ ଲୋକ ତା ଉପରେ ସାର୍ ସବୁକିଛି ଚାଲିଥିଲା। ଏବେ ଯେଉଁ ପାଣି ଛାଡ଼ିବା କଥା କେତେ ହଜାର ହେକ୍ଟର ପାଇଁ ଯାଉଛି? କେତେ ପ୍ରତିଶ୍ରୁତି ଦେଇଥିଲେ? କେତେ ଜମିକୁ ପାଣି ମାଡ଼ୁଥିଲା? ବର୍ତ୍ତମାନ ସାର୍ ପ୍ରାୟ ଶତକଡ଼ା 80% ଅଞ୍ଚଳକୁ ଯାହା ଆମର ପରିକଳ୍ପନା ଥିଲା ବା ଯୋଜନା ମଧ୍ୟରେ ଆସୁଥିଲା, ପ୍ରାୟ ଶତକଡ଼ା 80% ଅଞ୍ଚଳକୁ ପାଣି ସାର୍ ମାଡ଼ୁଥିଲା। ଚାଷୀ ଆନନ୍ଦର ସହିତ କରୁଥିଲେ, 2 ବର୍ଷ ଚାଷ କଲେ। ବର୍ତ୍ତମାନ ଆଶା ରଖିଥିଲେ ଆଗକୁ କ'ଣ କରିବେ, ତାଙ୍କର ଯେଉଁ ସ୍ୱପ୍ନ ଥିଲା ଆଗ ଦିନରେ ତାଙ୍କର ପିଲା ଛୁଆଙ୍କର କାର୍ଯ୍ୟ କ'ଣ କରିବେ କି ନିଜ ପରିବାର କେମିତି ଫସଲ ଉପଜେଇକି ନିଜେ ଚଳୁଥିଲେ, କ'ଣ କରିବେ? କ'ଣ ଉତ୍ତର ଦେଲେ ଆଉ ଆପଣମାନେ କ'ଣ କରିବେ? ଆମେ ସାର୍ ଯେଉଁ ଉତ୍ତର ଆଜି ପାଇଲୁ ସର୍ବମୋଟ ଉପରେ ଆମେ କେହି ସନ୍ତୋଷ ହେଇନୁ। କାରଣ ତାଙ୍କର ଅଧସ୍ତନ କର୍ମଚାରୀ ଜଣେ ଆମକୁ କହିଲେ ମୋର ଉପରିସ୍ଥ କର୍ମକର୍ତ୍ତାଙ୍କୁ ଏଇଟା ହସ୍ତାନ୍ତର କରିଛି, ସେମାନଙ୍କ ପାଖରୁ ନିର୍ଦ୍ଦେଶ ଆସିଲେ ମୁଁ କରିବି। ଯଦି ଉପରିସ୍ଥ କର୍ମକର୍ତ୍ତା ଉପରେ ସଜାଗ ଥାନ୍ତେ ସାର୍,
ତାହେଲେ ତ ସାଙ୍ଗେ ସାଙ୍ଗେ ଯୁଦ୍ଧକାଳୀନ ଭିତରେ କାମ ହେବା କଥା। ଆପଣମାନେ ନିଜ ଜମି ହେଲେ ନିଜ ଜମିରେ ଆମେ କ'ଣ ଗୋଟେ ହିଡ଼ଟେ ଯେତେବେଳେ କଟିଯାଏ ଆମେ ସଙ୍ଗେ ସଙ୍ଗେ ତାକୁ ଯାଇକି ଟେକଅପ୍ କରୁଛୁ ନା ସବୁ ଜମି ଭାସିଗଲା ପରେ ଯାଇକି ସେଇ ଜାଗାକୁ ଦଖଲ କରିବୁ? ଏତେ ବଡ଼ ପ୍ରଶାସନ ଅଛି, ସରକାର ଅଛନ୍ତି, ସଜାଗ ନାହାନ୍ତି। ଏଇଟା କ'ଣ? ଆଗକୁ କ'ଣ ଏଇଟା କୁମ୍ଭୀର କାରଣ ସାର୍। ଆଗକୁ କ'ଣ ରାସ୍ତା? ଆଗକୁ ସାର୍ ନିଶ୍ଚିତ ଭାବରେ ଆମକୁ ଯାହା ଜଣାପଡ଼ୁଛି ଯଦି ସରକାର କିଛି ପଦକ୍ଷେପ ନିଅନ୍ତି ଚାଷଙ୍କୁ ଆମର ଚାଷକୁ ଜମିକୁ ପାଣି ନ ମାଡ଼େ ଆମମାନେ ଯେଉଁ ଯଦି ଉଚ୍ଛେଦ ହେଇଯାଉଛୁ ଚାଷୀର ପେଟ ପୋଡ଼ୁଛି ତାହେଲେ ସାର୍ ଆମେ ରାଜରାସ୍ତା ଓହ୍ଲେଇବୁ। ଆମେ ନିଶ୍ଚିତ ଭାବରେ ଅଖଚକ ଜାମ୍ କରିବୁ ଏବଂ ଚରମ ପଦକ୍ଷେପକୁ ଆମେ ସାର୍ ଆହ୍ୱାନ କରାଯାଉଛି ଆମକୁ। ନିଶ୍ଚିତ ରୂପରେ ଯାହା କିଛି ଆମେ ଚାଷୀଙ୍କ ପାଖରୁ ଶୁଣିଲେ ଯଦି ଆଗାମୀ ଦିନରେ ପାଣିକୁ ବନ୍ଦ କରା ନଯାଏ ତାହେଲେ ଚାଷୀ ରବି ଚାଷ କରିପାରିବ ନାହିଁ। ଆଉ ଏଭଳି ସ୍ଥିତିରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ବିସ୍ଥାପିତ ଚାଷୀ। ଜୟପୁରରୁ କ୍ୟାମେରା ପର୍ସନ ସତୀଶ ବିଶ୍ୱାସ ରାୟଙ୍କ ସହ ରମେଶ ସାହୁ, କନକ ନ୍ୟୁଜ୍।